नमस्कार ओडिशावासी शुभ सकाळ आज रही देश विदेश राज्यर 20टी गुरुत्वपूर्ण खबर खबरटी देखा पूर्व आपंकर भल पाइबा स्वरूप भिडियोटी गोटे लाइक करी कमेंट रे आपण मानकर जिल्लार ना लिखि दिंतु जहाँफल प्रत्येक दिन आप जिलार खबर पाइपर तेज कौन रही आज खबर चलता नजर पकाइबा। नंबर 1 आयुष्मान भारत को मिला कैबिनेट मंजूरी उपकृत हेबे 3,46,00,000 70 वर्ष अधिक व्यक्ति आयुष्मान बय बंदना लागू हेब। तेबे राज्य रे सब सरकारी डाक्तरखाना समस्त नागरिकों ପାଇଁ देयमुक्त चिकित्सालय वर्तमान भଳି जारी रहे ବୋଲି କୁହାଯାଇଛି। राज्य रे आयुष्मान कार्ड को भारत कैबिनेट मंजूरी मिलिला। गतकाली अनुष्ठित राज्य कैबिनेट रे 7 विभाग 10 प्रस्ताव को मंजूरी मिलिथिला। ता सहित आयुष्मान भारत ऊपर मध्य मोहर बाजिछि। फल राज्य रे आयुष्मान भारत एवं गोपबंधु जन आरोग्य योजना मिलित भावे लागू हेब ବୋଲି सूचना मिलिछि। तेबे कुहाଯାଉଛି स्वास्थ्य कल्याणकारी योजना मध्य 3,46,00,000 उपकृत हेबे। आज गृह रे घोषणा କରିଛନ୍ତି मुख्यमंत्री मोहन चरण माझी। वार्षिक परिवार पिछा वार्षिक 5 लक्ष टंका महिला को एवं कैशलेस मध्य 5 लक्ष टंका सुविधा मिलिबो। देशर 29,000 घरोई एवं सरकारी हॉस्पिटल एही योजना सुविधा मिलि परिबो। ओडिसा रे 6 लक्ष नुआ हिताधिकारी एथिरे शामिल हेबार आशा करा जाଉଛି। सेपरि 70 वर्ष अधिक वयस्क व्यक्तियों ପାଇଁ आयुष्मान बय बंदना लागू हेबो ବୋଲି କୁହାଯାଉଛି। ତେବେ ରାଜ୍ୟରେ ସବୁ ସରକାରୀ ଏବଂ ବେସରକାରୀ ହସ୍ପିଟାଲ ମଧ୍ୟ ଏହି ନିୟମ ଲାଗୁ ହେବ ଏବଂ ଆୟୁଷ୍ମାନ କାର୍ଡ ମିଳିବ। ନୂଆ ଜଳ ନୀତି ଆଣିବେ ରାଜ୍ୟ ସରକାର 5 ବର୍ଷରେ 15 ଲକ୍ଷ ହେକ୍ଟର ଜମି ସେଚନ ପ୍ଲାନ କରିବେ। ତେବେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ନୂତନ ପଦକ୍ଷେପ ନେବା ପାଇଁ ଯାଉଛନ୍ତି ସରକାର। କୁହାଯାଉଛି ଯେ ଏଥର ବିବୃତ୍ତିରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂର୍ବ ସରକାର ଜଳ ସମ୍ପଦ ବିଭାଗର ଦୁର୍ନୀତି ଗନ୍ତାଘର ପାଲଟିଥିଲା। ମୁଁ ନିଜେ ଦେଖିଛି ଅନୁଭବ ବି କରିଛି। ପିଏସସି କମିଟି ଅଧ୍ୟକ୍ଷ ଥିବାବେଳେ ସିଏଜି ରିପୋର୍ଟକୁ ନେଇ ତର୍ଜମା ମଧ୍ୟ କରିଥିଲେ। ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ। 24 ବର୍ଷ ପରେ ବି 60 ରୁ ଅଧିକ ବ୍ଲକରେ 35% ରୁ କମ୍ ଜଳସେଚନ ହେଉଛି। ତେଣୁ ଏଥର ଆଉ ସେମିତି ହେବ ନାହିଁ। ଏନେକି ଜଳସେଚନ ପାଇଁ କି 1,02,000 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତଥାପି କାହିଁ ଗ୍ରାଉଣ୍ଡରେ ଜଳସେଚନ ପହଞ୍ଚି ପାରୁନି, ଦାୟୀ କିଏ, ଲକ୍ଷେ କୋଟି କୁଆଡେ ଗଲା ପ୍ରଶ୍ନ କରିଛନ୍ତି ଏବେର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ କୁହାଯାଉଛି ପ୍ରତି ଗାଁରେ ଜଳସେଚନ ସୁବିଧା ମିଳିବ, ଟ୍ୟୁବୱେଲ ମିଳିବ, ତା ସହିତ କୌଣସି ପ୍ରକାର ପାଣିର ଅଭାବ ହେବ ନାହିଁ ବୋଲି ରାଜ୍ୟ ସରକାରଙ୍କର ବଡ଼ ନିଷ୍ପତ୍ତି। ମହଙ୍ଗା ହେବ ଭତ୍ତା। ସରକାରୀ କର୍ମଚାରୀ ପେନସନ ଭୋଗୀଙ୍କ ପାଇଁ ଖୁସି ଖବର, ବଢିଲା ମହଙ୍ଗା ଭତ୍ତା। ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସା ଶୁକ୍ରବାର ଦିନ ତ୍ରିପୁରା ବିଧାନସଭାରେ 2025-26 ପାଇଁ ଘୋଷଣା ଜାରି କରିଛନ୍ତି। ରାଜ୍ୟରେ ସରକାରୀ କର୍ମଚାରୀ ପେନସନ ଭୋଗୀମାନଙ୍କ ପାଇଁ ମହଙ୍ଗା ଭତ୍ତା ବଢିବାର ଘୋଷଣା ମଧ୍ୟ ହୋଇଛି। ତେବେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି ଯେ ଡିଏକୁ 30% ରୁ 33% ଏପ୍ରିଲ 1 2025 ରେ ଲାଗୁ ହେବ। ସେ କହିଛନ୍ତି ରାଜ୍ୟ ସରକାର ନିଷ୍ପତ୍ତିରେ ହାରାହାରି 300 କୋଟି ଟଙ୍କାର ଅତିରିକ୍ତ ବୋଝ ପଡିଯିବ ବୋଲି କୁହାଯାଉଛି। ଛେଚିଲା କୁଆପଥର, ଫାଟିଲା 50 ମୁଣ୍ଡ, ଆରମ୍ଭ ହୋଇନି ବୈଶାଖ ତାଣ୍ଡବ ରଚୁଛି କାଳ ବୈଶାଖୀ। ପ୍ରକୃତିର କରାଳ ରୂପ ଖାରଖାର କରିଦେଉଛି। କୁଆପଥର ବର୍ଷା ପବନ ସହିତ ଭାଙ୍ଗିଛି ଲୋକଙ୍କର ମୁଣ୍ଡ। ତେବେ କୁହାଯାଉଛି 20 ରୁ 30 ବର୍ଷ ଭିତରେ ଏମିତି ତାଣ୍ଡବ କେହି ଲୋକ ଦେଖିନାହାନ୍ତି। ଅନେକ ଚାଳ ଛପର ଟାଇଲ ଆଜବେଷ୍ଟ ଉଡି ଯାଇଛି। ଅନେକ ଲୋକ କିଭଳି ଦୟନୀୟ ଅବସ୍ଥା ହୋଇଛି ଭିଜୁଆଲ ଦେଖିଲେ ଆପଣମାନେ ଜାଣିପାରିବେ। ତେବେ ଦେଖନ୍ତୁ କିଭଳି ଲୋକଙ୍କର ମୁଣ୍ଡ ଫାଟିଛି। ତେବେ କୁହାଯାଉଛି 200 ଗ୍ରାମରୁ 500 ଗ୍ରାମ ପର୍ଯ୍ୟନ୍ତ ମଧ୍ୟ କୁଆପଥର ପଡିଛି, ଯାହା ସବୁଠୁ ଆଶ୍ଚର୍ଯ୍ୟର କଥା। ଏତେ ଭୟଙ୍କର ଥିଲା ଯେ ଗୋଟିଏ ଗୋଟିଏ କରି କୁଆପଥର 500 ଗ୍ରାମ ପର୍ଯ୍ୟନ୍ତ ଓଜନ ମଧ୍ୟ ଥିଲା। ଆଇପିଏଲ କୁ ନେଇକି ବଡ ଖବର, ଗତକାଲି ଆଇପିଏଲ ମ୍ୟାଚ୍ ଆରମ୍ଭ ହୋଇଯାଇଛି। ମାର୍ଚ୍ଚ 22 ରୁ ଏପ୍ରିଲ 7 ତାରିଖ ପର୍ଯ୍ୟନ୍ତ ଚାଲିବ ଆଇପିଏଲ ମ୍ୟାଚ୍। ପ୍ରଥମ ମ୍ୟାଚ୍ ଇଡେନ ଗାର୍ଡେନରେ ଖେଳ ହୋଇଥିଲା। ତେବେ କୋଲକାତା ନାଇଟ୍ ରାଇଡର୍ସ ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ସହିତ ଖେଳ ହୋଇଥିଲା। ଆଉ ଏପଟେ ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ମଧ୍ୟ ଜିତି ଯାଇଛି। ସେଇଭଳି ଡିସେମ୍ବର 12 ବାଟିରେ ଅନ୍ତର୍ଜାତୀୟ ମ୍ୟାଚ୍ ହେବ। କଟକର ଏ ବର୍ଷ ପୁଣି ଖେଳାଯିବ ଅନ୍ତର୍ଜାତୀୟ ମ୍ୟାଚ୍। ଡିସେମ୍ବର 9 ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଦକ୍ଷିଣ ଆଫ୍ରିକାର ଟି20 ମ୍ୟାଚ୍ ଖେଳାଯିବ। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଡିସେମ୍ବରରେ ଭାରତ ଦକ୍ଷିଣ ଆଫ୍ରିକା ନେଇ 5 ଟିକିଆ ଟି20 ମ୍ୟାଚ୍ ଖେଳାଯିବ ବୋଲି କୁହାଯାଉଛି। କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ କରିବା ନୀତି ହେଲା କୋହଳ। ତେବେ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ କର୍ମଚାରୀ ସଦସ୍ୟଙ୍କୁ ଥଇଥାନ କରିବ ରାଜ୍ୟ ସରକାର। ଏଥିରେ ପୂର୍ବରୁ ଯାହା ନିୟମ ଥିଲା ତାହା ପରିବର୍ତ୍ତନ କରି ନିୟମରେ କୋହଳ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମଧ୍ୟ ମିଳିଛି। ବିଧାନସଭାରେ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଆମ ସରକାର ଗତ ଗୁରୁବାର ଦିନ କ୍ୟାବିନେଟ ଐତିହାସିକ ନିଷ୍ପତ୍ତି ନେଇଛି। ଆମେ ସମସ୍ତେ ଅନୁଭବ କରୁଛୁ ଯେ ଯେତେବେଳେ ଗୋଟିଏ ପରିବାର ମୁଖିଆ ମୃତ୍ୟୁବରଣ କରନ୍ତି ତାଙ୍କ ପରିବାର ଅସହ୍ୟ ହୋଇଯାଇଥାଏ। ତାପରେ ମଧ୍ୟ ପରିବାର ବିପନ୍ନ ଅବସ୍ଥାକୁ ଚାଲି ଯାଇଥାଏ।
ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ବିପନ୍ନ ପରିବାରକୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଏବଂ ଓଡ଼ିଶା ସିଭିଲ ସର୍ଭିସ ନିୟମ 1990 ଅନୁଯାୟୀ ପରିବାରର ଜଣେ ସଦସ୍ୟ ସରକାର ଗ୍ରୁପ ସି ବା ଗ୍ରୁପ ଡି ରେ ନିଯୁକ୍ତି ଦେଉଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିପର୍ଯ୍ୟୟ ପ୍ରମାଣପତ୍ର ଆଧାରରେ ଏଭଳି ନିଯୁକ୍ତି ଦିଆଯାଉଥିଲା। ତେବେ ଦୁର୍ଭାଗ୍ୟବଶତଃ 2020 ମସିହାରେ ତତ୍କାଳୀନ ସରକାର ନିୟମାବଳୀ ପ୍ରଣୟନ କରିଥିଲେ। ବିପର୍ଯ୍ୟୟ ପ୍ରମାଣପତ୍ର ବଦଳାଇ ମାର୍କିଂ ସିଷ୍ଟମ ଲଗାଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁମାନେ ସରକାରୀ କର୍ମଚାରୀ 1990 ରୁ 2020 ମସିହା ଭିତରେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ପରିବାର ବର୍ଗ ଗୋଟିଏ ବି ନିୟମାବଳୀରେ ପରିସରଭୁକ୍ତ କଲେ ନାହିଁ। ଦାସଙ୍କର ତଦନ୍ତ ଚାଲିଛି। କ୍ରାଇମବ୍ରାଞ୍ଚ କରୁଛି ପୁଣି ଥରେ ତଦନ୍ତ। ନବ ଦାସ ରୋଷେୟା ମୃତ୍ୟୁ ମାମଲାରେ ସାକ୍ଷୀ ଦୁର୍ଘଟଣାରେ ଗୁରୁତର। ତେବେ ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁର ମୁଖ୍ୟ ଚାଷୀ ମନୁ ପ୍ରସାଦ ଦୁର୍ଘଟଣାରେ ଗୁରୁତର। ତାଙ୍କୁ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ବେଲପାହାଡ଼ ପୌର ପରିଷଦ ପାଖରେ ସକାଳ ଦୁର୍ଘଟଣାର ଶିକାର ହୋଇଛନ୍ତି ମନୁ। ବାଇକରେ ଯିବା ବେଳେ ବୋଲେରୋ ସହିତ ମୁହାଁମୁହିଁ ଧକ୍କା ହୋଇଛନ୍ତି। ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ସେପଟେ ନବ ଦାସଙ୍କ ମୃତ୍ୟୁ ମାମଲା ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ଗତକାଲି ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ଯାଞ୍ଚ କରି ପଚରା ଉଚରା କରିଛି ଷଡ଼ଯନ୍ତ୍ର ସୁରା ଖୋଜିଛି ତଦନ୍ତକାରୀ। ସମୟ ଗଡୁଛି, ଉତ୍କଣ୍ଠା ବଢୁଛି। ଏହାରି ଭିତରେ ତଦନ୍ତର ଦିଗ କୁଆଡେ ଯିବ, ଆଗକୁ କଣ ହେବ ସେ ନେଇକି ମଧ୍ୟ କ୍ରାଇମବ୍ରାଞ୍ଚ ଅପେକ୍ଷା କରିଛି। କୁହାଯାଉଛି ବଡ ଟୁଇଷ୍ଟ ଆସିପାରେ। ତେବେ ଖାଉଟି ହନ୍ତସନ୍ତ। ଭାରତର ପଡୋଶୀ ଦେଶ ପାକିସ୍ତାନର ମୁଦ୍ରାସ୍ଫୀତି କଣ ତାହା ସମସ୍ତେ ଜାଣିଛନ୍ତି। ପାକିସ୍ତାନରେ ମଇଦା, ଚାଉଳ, ତେଲ, ପନିପରିବାର ମୂଲ୍ୟ ଆକାଶ ଛୁଆଁ। ତେବେ ପାକିସ୍ତାନ ରମଜାନ ପାଳନ କରାଯାଉଛି। ରମଜାନ ମାସରେ ଚିନି ବ୍ୟବହାର କରାଯାଉଛି, ଯାହାଫଳରେ ଚିନିର ମୂଲ୍ୟ ବିପୁଳ ବୃଦ୍ଧି ହୋଇଛି। ତେବେ କୁହାଯାଉଛି ଚିନି କିଲୋ ପିଛା 180 ଟଙ୍କାରେ ବିକ୍ରି ହେଉଛି। ପାକିସ୍ତାନ ଉପମୁଖ୍ୟମନ୍ତ୍ରୀ ଇସାକ କହିଛନ୍ତି ଯେ ଚିନିର ମୂଲ୍ୟ ବୃଦ୍ଧି ପାଇଛି। ଆଉ କୁହାଯାଉଛି ଯେ ପ୍ରତି ମୂଲ୍ୟ 200 ଟଙ୍କାର ଉପରେ ରହିଛି, ଯାହାଫଳରେ ତାଙ୍କୁ ରୋଜଗାର କମ୍ ଏବଂ ତାଙ୍କର ମଧ୍ୟ ଏତେ କମ୍ ହେଇକି ମଧ୍ୟ କେମିତି କିଣୁଛନ୍ତି ସେ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ମହାପ୍ରଭୁଙ୍କର ମହାସ୍ନାନ। ପୁଣି ପଡ଼ିଲା ରକ୍ତ ଛିଟା। ମହାପ୍ରଭୁଙ୍କର ବଡ଼ ମହାସ୍ନାନ ମଧ୍ୟ ହେଲା। ତେବେ କୁହାଯାଉଛି ପାଣିଆ ଆପଟ ସେବାଟ ଝୁଣ୍ଟି ପଡ଼ିବାରୁ ଆଘାତ ଲାଗି ଭିତର କାଠରେ ରକ୍ତ ଛିଟା ପଡ଼ିଥିଲା। ଫଳରେ ମହାପ୍ରଭୁଙ୍କର ମହାସ୍ନାନ ହୋଇଛି। ବିଧି ଅନୁଯାୟୀ ଭିତର କାଠ ନିକଟରେ ରକ୍ତର ଛିଟା ପଡ଼ିଲେ ମହାପ୍ରଭୁଙ୍କର ମହାସ୍ନାନ ହୋଇଥାଏ। ତେଣୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ। ବର୍ତ୍ତମାନ ମହାସ୍ନାନ ନୀତି ମଧ୍ୟ ଚାଲିଛି ବୋଲି କୁହାଯାଉଛି। ତାପରେ ମଧ୍ୟ ମହାପ୍ରଭୁଙ୍କର ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଥିଲା। 2 ଦିନ ବନ୍ଦ ରହିବ ଶିମିଳିପାଳ। ଏନେକି ବଡ଼ ଘୋଷଣା। ତେବେ କୁହାଯାଉଛି ରାଜ୍ୟରେ 2 ଦିନ ବନ୍ଦ ରହିବ ଶିମିଳିପାଳ ବୋଲିକି ଏପଟେ ବଡ଼ ଘୋଷଣା କରାଯାଇଛି। ତା ସହିତ ମଧ୍ୟ ସେଠାରେ ମଜାମସ୍ତି କରିବାକୁ ଯେଉଁମାନେ ଯାଉଛନ୍ତି ଏଥର ବାହାରେ ଟିକେ ଅଟକି ଯାଉଛନ୍ତି। କାରଣ ଆଜି ଆସନ୍ତାକାଲି ପର୍ଯ୍ୟଟକ ପାଇଁ ବନ୍ଦ ରହିଛି ଶିମିଳିପାଳ। 2 ଦିନ ଶିମିଳିପାଳ ବନ୍ଦ ନେଇ ଆରସିସିଏଫ ମଧ୍ୟ ସୂଚନା ଦେଇଛି। ପ୍ରବଳ ବର୍ଷା ବଜ୍ରପାତକୁ ଦୃଷ୍ଟିରେ ରଖି ଏହି ଅଭୟାରଣ୍ୟ ବନ୍ଦ କରାଯାଇଛି। 2-3 ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳ ବୈଶାଖୀ ବର୍ଷା ଜାରି ରହିଛି। କିଛି କିଛି ସ୍ଥାନରେ ତାଣ୍ଡବ ରଚିଛି କାଳ ବୈଶାଖୀ। ଏମିତିରେ 3 ଦିନ ମୟୂରଭଞ୍ଜରେ ଲାଗି ରହିଛି ପ୍ରବଳ ବର୍ଷା। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଅଭୟାରଣ୍ୟ 2 ଦିନ ବନ୍ଦ ରହିବ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର। ଓଡ଼ିଶା ଆସିବେ ରାଷ୍ଟ୍ରପତି। 2 ଦିନିଆ ଗସ୍ତରେ କାର୍ଯ୍ୟସୂଚୀ। ତେବେ 2 ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା 24-25 ତାରିଖରେ ଓଡ଼ିଶା ଆସିବେ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ରାଷ୍ଟ୍ରପତି ମଧ୍ୟାହ୍ନ 12:30 ରୁ ଏକ ସ୍ୱତନ୍ତ୍ର ବାୟୁସେନା ବିମାନରେ ସ୍ୱାମୀ ବିବେକାନନ୍ଦ ବନ୍ଦରରେ ରାୟପୁର, ଛତିଶଗଡ଼ ବାହାରି ଅପରାହ୍ନ 1:30 ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିରରେ ନିକଟସ୍ଥ ହେଲିପ୍ୟାଡ୍ ଅବତରଣ କରି ସଡ଼କ ପଥରେ କଣ୍ଟିଲୋ ସ୍ଥିତ ଅତିଥି ଭବନରେ ସାମୟିକ ବିଶ୍ରାମ କରିବେ। ଅପରାହ୍ନ 3:05 ସମୟରେ ନୀଳମାଧବ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା ମଧ୍ୟ କରିବେ। ଅପରାହ୍ନ 3:35 ରେ ନୟାଗଡ଼ କାଳିଆପଲ୍ଲୀରେ ଭାରତୀୟ ବିଶ୍ୱ ବସୁ ସମାଜ ଫାଉଣ୍ଡେସନ ପ୍ରତିଷ୍ଠା କରିବେ ବୋଲି କୁହାଯାଉଛି। ତେବେ 25 ତାରିଖ ଦିନ ସକାଳେ ବିମାନ ଯୋଗେ ନୂଆଦିଲ୍ଲୀ ଫେରିଯିବେ। ଭତ୍ତା ଟଙ୍କାକୁ ନେଇକି ବଡ଼ ଅପଡେଟ୍। ଏଣିକି ଭତ୍ତା ଟଙ୍କା ସମସ୍ତଙ୍କୁ 3,500 ମିଳିବ। ମଧୁବାବୁ ଭତ୍ତା ଟଙ୍କା ଏଥର 60 ବର୍ଷର ଉର୍ଦ୍ଧ୍ୱ ହିତାଧିକାରୀ କିଛି ମିଳିବ ଏବଂ କୁହାଯାଉଛି ଯେ ପ୍ରକୃତ ହିତାଧିକାରୀ ବା ଯେଉଁମାନେ 80 ବର୍ଷର ଉର୍ଦ୍ଧ୍ୱ ହିତାଧିକାରୀ ଦିବ୍ୟାଙ୍ଗ ତାଙ୍କୁ ମିଳିବ ଭତ୍ତା 3,500। କିଛି ଲୋକ ଅଟକି ଯାଇଥିଲେ, ଏଥର ସମସ୍ତଙ୍କୁ ମିଳିବ ବୋଲି କୁହାଯାଉଛି। ଡୋର ଟୁ ଡୋର ଭିଜିଟ୍ ହେଉଛି ଏବଂ ଯୋଗ୍ୟ ହିତାଧିକାରୀ ବାଛି ବାଛି ତାଙ୍କୁ ଦିଆଯିବ ବୋଲି କୁହାଯାଉଛି। ତେଣୁ ଏପର୍ଯ୍ୟନ୍ତ 6 ଲକ୍ଷରୁ ଅଧିକ ଲୋକ ଆବେଦନ କରିଛନ୍ତି ଭତ୍ତା ଟଙ୍କା ପାଇଁକି। ଭିନ୍ନକ୍ଷମ ଭତ୍ତା ଆବେଦନ କରିଛନ୍ତି 40,927 ଜଣ। ବାର୍ଦ୍ଧକ୍ୟ ଭତ୍ତା ପାଇଁକି 4,64,849 ଜଣ ଆବେଦନ କରିଛନ୍ତି। ତା ସହିତ ମଧ୍ୟ କୁଷ୍ଠ ରୋଗୀ ଭତ୍ତା ପାଇଁକି 279 ଜଣ ଆବେଦନ କରିଛନ୍ତି। ତେବେ ବିଧବା ଭତ୍ତା ପାଇଁକି 61,059 ଜଣ ଆବେଦନ କରିଛନ୍ତି। ଏମାନଙ୍କ ଭିତରୁ ସମସ୍ତଙ୍କୁ ଭତ୍ତା ଟଙ୍କା ମିଳିବ ବୋଲି ସରକାର କହିଛନ୍ତି। ପ୍ରତିଶ୍ରୁତି ମୁତାବକ ସମସ୍ତ ରାଜ୍ୟ କ୍ୟାବିନେଟରେ 16ତମ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ 7ଟି ବିଭାଗ ଯଥା
ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ଇସ୍ପାତ, ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସମ୍ପଦ, ପଞ୍ଚାୟତରାଜ, ପାନୀୟ ଜଳ, ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ବିଭାଗର 10ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ତେବେ ଓଡ଼ିଶା ରାଜ୍ୟ ସଡ଼କ ନୀତି 2025 ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଛନ୍ତି। ଗୁଣାତ୍ମକ ସଡ଼କ ନେଟୱାର୍କ ଏବଂ ଢାଞ୍ଚା ପ୍ରଦାନ କରାଇବା, ଜନସାଧାରଣ ବିଭିନ୍ନ ଦ୍ରବ୍ୟର ସୁରକ୍ଷିତ ସ୍ଥାୟୀ ଦକ୍ଷତା ପରିବହନ ପାଇଁ ସଡ଼କ ପଥର ସମୁଚିତ ବିକାଶକୁ ସୁବ୍ୟବସ୍ଥା ଉପରେ ସୁନିଶ୍ଚିତ କରାଯିବ। ତେବେ କୁହାଯାଉଛି ଯେ ଦୁର୍ଘଟଣା ମୃତ୍ୟୁ ହାର ହ୍ରାସ କରିବା ପାଇଁ ସଡ଼କ ନେଟୱାର୍କ ସୁରକ୍ଷାକରଣ କରାଯିବ। ଯୋଜନା ଡିଜାଇନ, କ୍ରୟ, ନିର୍ମାଣ, ରକ୍ଷଣାବେକ୍ଷଣ ପ୍ରକଳ୍ପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ପ୍ରସ୍ତାବିତ ଓଡ଼ିଶା ରାଜ୍ୟ ସଡ଼କ ନୀତି 2025 ରାଜ୍ୟରେ ସେତୁ ବିକାଶ ଉପରେ ଧ୍ୟାନ ମଧ୍ୟ ଦିଆଯିବ। ଏହି ନୀତିରେ ସମସ୍ତ ସେତୁର ସବିଶେଷ ସୂଚନା ଅନଲାଇନ ପ୍ଲାଟଫର୍ମ ସଂଗ୍ରହ କରାଯିବ। ତା ସହିତ ମଧ୍ୟ କୁହାଯାଉଛି ବିକଶିତ ଓଡ଼ିଶା ବିକଶିତ ଗାଁ ହେଉ ବୋଲି ସରକାର କହିଛନ୍ତି। ରଥଯାତ୍ରାକୁ ନେଇକି ବଡ଼ ଖବର। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ବିଭାଗୀୟ ଅଧିକାରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ପ୍ରସ୍ତୁତ ବୈଠକ ହୋଇଛି। ରଥ କାଠ, ବାସୁଙ୍ଗା କାଠ, ଚନ୍ଦନ, କତା, ଦଉଡ଼ି କିଭଳି ଭାବେ ସଠିକ୍ ପ୍ରସ୍ତୁତ କରାଯିବ ବିସ୍ତୃତ ଭାବେ କରାଯାଇଛି ଆଲୋଚନା। କତା ନିଗମ ରଥ ଦଉଡ଼ି ଦେବା ପାଇଁ ପ୍ରସ୍ତୁତି ଦେଇଥିବା ବେଳେ ବସୁଙ୍ଗା କାଠ, ଚନ୍ଦନ ସବୁ ଶ୍ରୀମନ୍ଦିର ପ୍ରଶାସନ ପାଖେ ମହଜୁଦ ରହିଅଛି। ରଥଯାତ୍ରା ପୂର୍ବରୁ ଠିକ୍ ସମୟରେ ଆବଶ୍ୟକ ଅନୁଯାୟୀ ରଥ କାଠ ପହଞ୍ଚିବ। ଏନେଇ ବନ ବିଭାଗ ସହିତ କରାଯାଇଛି ଆଲୋଚନା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ମଧ୍ୟ ସୂଚନା ଦେଇଛନ୍ତି। ଶ୍ରୀ ରାମ ନବମୀ ରଥକାଠ ଚିରଟ ହେବା ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଅନୁକୂଳ ହେବ। ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବା ପରେ ଆଇନ ମନ୍ତ୍ରୀ ଅଧ୍ୟକ୍ଷତାରେ ରଥଯାତ୍ରା ସମୂହ ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଉଛି। ରଥଯାତ୍ରାରେ ଲାଗିବ ଏଆଇ କ୍ୟାମେରା। ଭିଡ଼ ନିୟନ୍ତ୍ରଣ ପାଇଁ ଗଳି କନ୍ଦିରେ ଲାଗିବ ଏଆଇ କ୍ୟାମେରା ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଗତକାଲି ଜାଣିଥିବେ ଧାନ ମଣ୍ଡିରେ ଏବେ କଟନୀ ଛଟନୀ ହେଲାଣି। ଚଳିତ ଚାଷୀମାନେ ଏଥର ଚଳିତ ଥର ଧାନ ମଣ୍ଡିରେ ସରକାର ନୂତନ ବୋନସ୍ ପାଇଁ ଆଶା ରଖିଥିଲେ। ତେବେ କିନ୍ତୁ ମଣ୍ଡିରେ ମିଲର ମନହାନି କଟନୀ ଛଟନୀ କରୁଛନ୍ତି, ଯାହାଫଳରେ କ୍ଷତି ସହୁଛନ୍ତି। ଧାନର ମାନ ଠିକ୍ ନଥିବା ଯୋଗୁଁ କୁଇଣ୍ଟାଲ ପିଛା 8ରୁ 10 କିଲୋ କାଢି ଦଉଛନ୍ତି ବା କାଟି ଦଉଛନ୍ତି। ପ୍ରତିବାଦ କଲେ ଚାଷୀର ଧାନକୁ ଫେରାଇ ଦଉଛନ୍ତି ମିଲର। ଚଳିତ ବର୍ଷ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା 2300 ଟଙ୍କା ତା ସହିତ ବୋନସ୍ 800 ଟଙ୍କା ଦଉଛନ୍ତି। ଏନେ ଚାଷୀ ଖୁସି କହିଲେ ନ ସରେ। କିନ୍ତୁ ଚାଷୀ 800 ଟଙ୍କା ବୋନସ୍ ପାଉଛି ବୋଲି କୁଇଣ୍ଟାଲ ପିଛା ଧାନ 8ରୁ 10 କିଲୋଗ୍ରାମ ଧାନ କଟନୀ ଛଟନୀ କରୁଛି ମିଲର। କଟନୀ ଛଟନୀ ପ୍ରତିବାଦ କଲେ ମିଲର ଚାଷୀ ଧାନ ଫେରାଇ ଦେବା ପାଇଁ ଅଭିଯୋଗ ମଧ୍ୟ କରିଛନ୍ତି ଚାଷୀ। ଧାନର ମାନ ପରୀକ୍ଷା କରିବା ପାଇଁ ମେସିନ୍ ଆସିଥିଲା, ତାକୁ ମଧ୍ୟ କରାଯାଉନାହିଁ। ତେବେ ଏ ନେଇକି ଚାଷୀମାନେ କିଛି କମ୍ପ୍ଲେନ ମଧ୍ୟ କରିଛନ୍ତି। ଏଥର ବିଜୁଳି ଦର ମଧ୍ୟ ବଢିବ। ୟୁନିଟ ପିଛା 74% ବଢିବ ବୋଲି କୁହାଯାଉଛି। ବଳକା ରାଜ୍ୟରେ ବିଜୁଳି କାଟ। ତେବେ ସରକାର ଏପଟେ କହିଛନ୍ତି ଯେ ରାଜ୍ୟରେ ଓଡ଼ିଶା ରାଜ୍ୟରେ ଆଉ ବିଜୁଳି କାଟ ହେବ ନାହିଁ। ରାତି 11ଟାରୁ 5ଟା ଏବଂ ତା ସହିତ ମଧ୍ୟ ସକାଳେ ମଧ୍ୟ ବିଦ୍ୟୁତ କାଟ ହେବ ନାହିଁ ବୋଲି କୁହାଯାଉଛି। ତେବେ ଖରା ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଅଘୋଷିତ ବିଦ୍ୟୁତ କାଟ ହେବ ନାହିଁ। ବିଜୁଳି ବିଲ୍ ଯେଉଁମାନେ ଦେଇନାହାନ୍ତି ତାଙ୍କର ମଧ୍ୟ ବିଜୁଳି କାଟ ହେବ ନାହିଁ ବୋଲି ସରକାର ଏପଟେ ମଧ୍ୟ ଘୋଷଣା କରିଛନ୍ତି। ତା ସହିତ ମଧ୍ୟ ଆଉ ଗୋଟେ ବଡ଼ ଖବର ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ମଧ୍ୟ ହେବେ। ସୁଭଦ୍ରାକୁ ନେଇକି ବଡ଼ ଅପଡେଟ୍। ଏଥର ସୁଭଦ୍ରାକୁ ନେଇକି ବଡ଼ ଅପଡେଟ୍। ସୁଭଦ୍ରା ଶକ୍ତି ମେଳା ହେଉଛି ମହିଳାଙ୍କୁ ଲକ୍ଷପତି ଯୋଜନାରେ ମଧ୍ୟ ସାମିଲ ହେଉଛି। ସୁଭଦ୍ରାରେ 3ଟି କିସ୍ତି ମିଳିବ। ଯେଉଁମାନଙ୍କୁ 21 ବର୍ଷ ସେମାନେ ମଧ୍ୟ ଆବେଦନ କରି ପାଇପାରିବେ। ତେବେ କୁହାଯାଉଛି ରକ୍ଷା ବନ୍ଧନ ଦିନ ଏଥର ସୁଭଦ୍ରାର 3ଟି କିସ୍ତି 15,000 ଟଙ୍କା ମିଳିବ। ଯେଉଁମାନେ ଦ୍ୱିତୀୟ କିସ୍ତି ପ୍ରଥମ କିସ୍ତି ପାଇଛନ୍ତି ସେମାନଙ୍କୁ 5,000 ଟଙ୍କା ମିଳିବ। ଯେଉଁମାନେ ଏପର୍ଯ୍ୟନ୍ତ ଟୋଟାଲ ପାଇନାହାନ୍ତି ସେମାନେ ଏକା ସାଙ୍ଗରେ 15,000 ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ପିଏମ୍ ଆବାସର ସର୍ଭେ ମାର୍ଚ୍ଚ 31 ତାରିଖରେ ସରିବ। ତେଣୁ ଆପଣମାନେ ଯଦି ସର୍ଭେରେ ଆବେଦନ କରିନାହାନ୍ତି ତୁରନ୍ତ କରାଇ ନିଅନ୍ତୁ। ପିଏମ୍ ଆବାସ ଆପ୍ ଡାଉନଲୋଡ୍ କରି ଆପଣ ନିଜେ ନିଜର ସର୍ଭେ କରିପାରିବେ। ତେବେ ତା ସହିତ ମଧ୍ୟ ଘରେ ଫ୍ରିଜ୍ ମୋଟର ସାଇକେଲ ଥିଲେ ମଧ୍ୟ ଆବେଦନ କରିପାରିବେ। ଭୂମିହୀନକୁ ମିଳିବ ପିଏମ୍ ଆବାସର ଟଙ୍କା ବୋଲି କୁହାଯାଉଛି। ଅନ୍ତର୍ଦଳୀୟ ଗୃହ ଯୋଜନାରେ ମଧ୍ୟ ସାମିଲ ହୋଇପାରିବେ ବୋଲି କୁହାଯାଉଛି। ଭୂମିହୀନ ଲୋକଙ୍କୁ ସରକାର ସାହାଯ୍ୟ କରୁଛନ୍ତି। ଓଡ଼ିଶାରେ 20 ଲକ୍ଷ ହିତାଧିକାରୀ ମଧ୍ୟ ଉପକୃତ ହେବେ। ଟୋଟାଲ ଭାରତରେ ମଧ୍ୟ 3.5 କୋଟି ଲୋକ ଉପକୃତ ହେବେ ବୋଲି କୁହାଯାଉଛି। ରାସନ କାର୍ଡକୁ ନେଇକି ବଡ଼ ଅପଡେଟ୍। ଅଯୋଗ୍ୟ ରାସନ କାର୍ଡ ଫେରାଇଛନ୍ତି। ପ୍ରତିଦିନ 2ରୁ 3 ହଜାର ଲୋକ ରାସନ କାର୍ଡ ଫେରାଉଛନ୍ତି। ଏନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ରାସନ କାର୍ଡ ଏଥର ମଧ୍ୟ ଯେଉଁମାନେ ଆବେଦନ କରିଥିଲେ ତାଙ୍କୁ ମଧ୍ୟ ନୂଆ ରାସନ କାର୍ଡ ମିଳିବ। ତେବେ ଯୋଗ୍ୟ ହିତାଧିକାରୀଙ୍କର କିଛି ରାସନ କାର୍ଡ କଟିଯାଇଛି, ତାଙ୍କୁ ସରକାର ରାସନ କାର୍ଡ ଫେରାଇବେ ବୋଲି ଏପଟେ ମଧ୍ୟ କହିଛନ୍ତି। ତା ସହିତ ମଧ୍ୟ ରାସନ କାର୍ଡରେ ଏଥର ଯେଉଁମାନେ ଇନକମ୍ ଜିରୋ ତାଙ୍କୁ 1,000 ଟଙ୍କା ସହାୟତା ମିଳିବ ବୋଲି କୁହାଯାଉଛି। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତ୍ୟେକ ଦିନ ଦେଖିବା ପାଇଁ ହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।